ପିଲାତ ପଚାରିଲେ ଲୋକମାନଙ୍କୁ କି ଯୀଶୁ ଖ୍ରୀଷ୍ଟଙ୍କୁ ମୁକ୍ତ କରିବି ନା ବାରବାଙ୍କୁ ମୁକ୍ତ କରିବି? ଯୀଶୁ ଖ୍ରୀଷ୍ଟ କିଏ? ଶାନ୍ତିର ଏକ ଶକ୍ତି, ଧାର୍ମିକତାର ଶକ୍ତି, ପ୍ରେମର ଶକ୍ତି, ପବିତ୍ରତାର ଶକ୍ତି, ସ୍ୱର୍ଗୀୟ ଶକ୍ତି। ଯୀଶୁଙ୍କୁ ମୁକ୍ତ କର ବୋଲି ମାଗିଥାନ୍ତେ ତ କଣ ମୁକ୍ତ ହେଇଥାନ୍ତା? ଲୋକମାନଙ୍କ ଉପରେ ପବିତ୍ରତା ମୁକ୍ତ ହେଇଥାନ୍ତା, ଧାର୍ମିକତା ମୁକ୍ତ ହେଇଥାନ୍ତା, ଈଶ୍ୱରୀୟ ପ୍ରେମ ମୁକ୍ତ ହେଇଥାନ୍ତା, ସ୍ୱର୍ଗୀୟ ଶକ୍ତି ସବୁ ରିଲିଜ ହେଇଥାନ୍ତା, ଲୋକମାନେ ଆରାମସେ ସ୍ୱର୍ଗର ଅନୁଭୂତି ପାଇଥାନ୍ତେ। ନା, କଣ ମାଗିଲେ? ଆମକୁ ବାରବା ଦରକାର। ତ ବାରବା କିଏ? ଜଣେ ଚୋର, ଜଣେ ଡକାୟତ, ଜଣେ ଟେରରିଷ୍ଟ, ଜଣେ ବ୍ୟଭିଚାରୀ, ଜଣେ 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 ରାଜଦ୍ରୋହୀ, ଜଣେ ଦେଶଦ୍ରୋହୀ, ହିଂସକ ମୁକ୍ତ କରିବାକୁ କହିଲା। ରବେ କଣ ଏବେ ଜଗତରେ କାହିଁକି ଟେରରିଜମ ଅଛି, କାହିଁକି ବ୍ୟଭିଚାର ଅଛି, କାହିଁକି କଣ ପାଇଁ ବେଶ୍ୟାପନ ଅଛି, କଣ ପାଇଁ କିଡନାପିଂ ଅଛି, କଣ ପାଇଁ ଛୁଆ ମାନଙ୍କୁ ବି କିଡନାପ ଯାଇକି କାଟି ଫିଙ୍ଗି ଦଉଛନ୍ତି? କଣ ପାଇଁ? ମାନେ ମାଗିଲେ ପରା, ମାନେ ନିଜେ ମାଗିଲେ। ଆମକୁ ଯୀଶୁ ଦରକାର ନାହିଁ ବୋଲି ଯେତେ ଥର ହେଉଛ, ସେତେ ଥର ବାରବା ପରି ଅନ୍ଧକାର ଶକ୍ତିକୁ ମୁକ୍ତ କରାହଉଛି ଆଜ୍ଞା ଅଟୋମେଟିକଲି। when you don't want the light, you are welcoming the darkness। तुम जेतेबेले मते ये ज्योति, ये दीप्ति, ये आलोक दरकार नहीं बोलुछो, तुम्हें नो डाकिले भी के आसी पहुंचीबो? अंधकार आसी की पहुंचीबो।